কান্দিব দিন দশরে কোমর, কে কান্দিব দিন বার। মুহি গর্ভধারী নিরতে কান্দিবি, মরিবার যোগা তরে রাজন, মরিবার যোগা তর। ଆପଣଙ୍କ ଭଳି ଜଣେ ମହାନାୟକଙ୍କ ଶେଷ ଯାତ୍ରା କ'ଣ କେବେ ଏମିତି ହୋଇପାରେ? ନିଜ ହାତରେ ସୃଷ୍ଟି କରିଥିବା ଆପଣଙ୍କ ଉତ୍ତରଦାୟିତାମାନେ ଆଖିର ଲୁହରେ ମଶାଣି ଓଦା କରି ମଶାଣି ଦାଢ଼ରେ ବର ଓହଳ ପରି ଠିଆ ହୋଇ ଆପଣଙ୍କୁ କ'ଣ କେବେ ଶେଷ ବିଦାୟ ଦେଇପାରିବେ? କାନ୍ଥରେ ଫୁଲମାଳ ପିନ୍ଧି ଫଟୋ ହୋଇ ଝୁଲିବା ସମସ୍ତଙ୍କର ଅବଧାରିତ ଭାଗ୍ୟ, କିନ୍ତୁ ଆପଣ ଯେ ବ୍ୟତିକ୍ରମ। ବହୁତ କମ୍ ଲୋକ ଛାତିର ଦିଆଲରେ ଝୁଲିଥାନ୍ତି, ସେମାନଙ୍କ ମଧ୍ୟରୁ ଆପଣ ଜଣେ। ଆପଣ ତ ବହୁକାଳୁ ଝୁଲି ଆସିଛନ୍ତି ଅଧିକାଂଶଙ୍କର ହୃଦୟର ଦିଆଲରେ। ଖାଲି ଯାହା ଆଜି ଫୁଲର ହାରଟେ ପିନ୍ଧିଲେ। ପରଲୋକକୁ ଗଲେ ବୋଲି ସମସ୍ତେ କହୁଛନ୍ତି, କିନ୍ତୁ ପରଲୋକ କଥା କିଏ ବା ଜାଣିଛି? ଆପଣ ଏ ଲୋକରେ ସଦାବେଳେ ଥିଲେ ଏବଂ ରହିଥିବେ ଚିରକାଳ ପର୍ଯ୍ୟନ୍ତ। ଖାଲି ଫରକ ଏତିକି, ଆପଣଙ୍କୁ ଆଖି ଖୋଲି ଦେଖି ହେଉଥିଲା, ଏବେ ଆଖି ବନ୍ଦ କରି ଅନୁଭବ କରିହେବ। ଧରାପୃଷ୍ଠରେ ସମସ୍ତ ପ୍ରାଣୀମାନଙ୍କର ଜନ୍ମ ଓ ମୃତ୍ୟୁ ଏକ ଅବିରତ ପ୍ରକ୍ରିୟା। ଜନ୍ମଠାରୁ ମୃତ୍ୟୁ ମଧ୍ୟରେ କାହାକୁ କେତେ ସମୟ ମିଳେ ତାହା ନିୟତିର ନିୟନ୍ତ୍ରଣାଧୀନ। ମାତ୍ର ଆୟୁଷର ସୀମା ମଧ୍ୟରେ ମଣିଷଟିଏ ଏମିତି କିଛି କାର୍ଯ୍ୟ କରିଥାଏ ଯେଉଁଥିପାଇଁ ସେ ତା'ର ପରିବାର ପ୍ରତିବେଶୀମାନଙ୍କ ପାଖରେ ଚିରସ୍ମରଣୀୟ ହୋଇ ରହିଯାଏ। ଏହିଭଳି ଜଣେ କର୍ତ୍ତବ୍ୟପରାୟଣ ବ୍ୟକ୍ତି 1942 ମସିହାରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ହଂସପଡ଼ା ଶାସନ ଗ୍ରାମରେ ଜନ୍ମଗ୍ରହଣ କରନ୍ତି। ଶ୍ରୀ ଭଗବାନ ଦାସ ପିତା ମଧୁସୂଦନ ଦାସ ଓ ମାତା ହାରାମଣୀ ଦେବୀଙ୍କର ଥିଲେ ଦ୍ୱିତୀୟ ସନ୍ତାନ। ମାତ୍ର 15 ବର୍ଷ ବୟସରୁ ମାଆଙ୍କୁ ହରାଇ ଦୁଇ ଭଉଣୀଙ୍କ ସହ ପିଉସୀ ମାଳତୀ ଦେବୀଙ୍କ ହେପାଜତରେ ବଡ଼ ହୋଇଥିଲେ। ନିମାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରୁ 1960 ମସିହାରେ ସେ ମାଟ୍ରିକ ପାସ୍ କରି ଭୁବନେଶ୍ୱର ବିଜେବି କଲେଜରେ 1964 ମସିହାରେ ବିଏ ପାସ୍ କଲେ। ଆପଣ ମାଇନର ସ୍କୁଲ କୋଉଠି ପଢୁଥିଲେ? ମାଇନର ସ୍କୁଲ ଏଇଠି ତୋଟାରେ, କେଉଟ ତୋଟା, ଯାହାକୁ କମିଟି ତୋଟା ବୋଲି କୁହାଯାଏ। ସେଠି କେତେ ଦିନ ସ୍କୁଲରେ ପଢିଛନ୍ତି? 2 ବର୍ଷ ପଢିଛି ପୁରା। 2 ବର୍ଷ ଆଗ ଷଷ୍ଠ ସପ୍ତମ। ସେ ଯେଉଁ 2 ବର୍ଷରେ ନବବିହାରୀ ବସ୍ତିଆ, ବଳରାମ ପୃଷ୍ଟି, ନବବିହାରୀ ବସ୍ତିଆ, ବଳରାମ ପୃଷ୍ଟି ପୁରୀର ପୁରୀ ଟାଉନର ସେ ଥିଲେ ଧନୁସବୁ ଘରଠି। ସେ ଆମକୁ ପାଠ ପଢ଼ାଉଥିଲେ। ସେହି ବର୍ଷ ସେ ବାଲିଅନ୍ତା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ରୂପେ ଯୋଗ ଦେଇ ହଂସପଡ଼ା ଗ୍ରାମର ପ୍ରଥମ ହାଇସ୍କୁଲ ଶିକ୍ଷକ ଭାବରେ ପରିଚିତ ହୋଇଥିଲେ। ପରେ ପରେ 1966 ମସିହାରେ ବାଲିପାଟଣାର ବୁଧନାଥ ଉଚ୍ଚ ବିଦ୍ୟାଳୟରେ ସେ ଶିକ୍ଷକତା କରିଥିଲେ। ମୁଁ ତ ଥିଲି ବାଲିଅନ୍ତାରେ ପ୍ରଥମେ, ବାଲିଅନ୍ତା, ତାପରେ ଆସିଲି ବାଲିପାଟଣାକୁ। ବାଲିପାଟଣା ହାଇସ୍କୁଲରେ ରହିଲି। ସେଠୁ ଆସିଲେ ଏଇ ଘରଠୁ ଯିବା ଆସିବା କରେ। 1970 ମସିହାରେ ସେ କଟକ ସ୍ଥିତ ରାଧାନାଥ ଟ୍ରେନିଂ କଲେଜରେ ବିଇଡି ଟ୍ରେନିଂ ନେଇ ବାଲିପାଟଣା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ ଦାୟିତ୍ୱ ତୁଲାଇ ସେହିଠାରୁ ସେ ଅବସର ମଧ୍ୟ ନେଇଥିଲେ। ଛାତ୍ର ଜୀବନରେ ପ୍ରଥମତଃ ହେଉଛି ଅଧ୍ୟୟନ, ହେଉଛି ପ୍ରଥମ ଲକ୍ଷ୍ୟ। ଅଧ୍ୟୟନ, ତାପରେ ଚରିତ୍ର ଗଠନ, ଏମିତି ଟିକେ ନାକୁ ତାଙ୍କର ହେବାଟା ଉଚିତ। ଶିକ୍ଷକତା କରିବା ସହିତ ତାଙ୍କର ସଙ୍ଗୀତ ପ୍ରତି ଥିଲା ପ୍ରବଳ ଆଗ୍ରହ।
ମନ ମୋର କେତେ ଖୋଜିଲା ମନ ମୋର ଯେ। ଭଲ ଗୀତ ଗାଉଥିବାରୁ ଅଧିକାଂଶ ଲୋକଙ୍କର ସେ ପ୍ରିୟ ଭାଜନ ହୋଇପାରିଥିଲେ। ଜୀବନର ପ୍ରତିଟି ମୁହୂର୍ତ୍ତକୁ ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ବିନିଯୋଗ କରିଥିବା ସେହି ମହାନାୟକ ଜଣକ ଆଜି ଆଉ ଆମ ଗହଣରେ ନାହାନ୍ତି। ଚଳିତ ବର୍ଷ ଫେବୃଆରୀ 4 ତାରିଖ ଦିନ ବନ୍ଧୁ ପରିଜନ ଆତ୍ମୀୟମାନଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ସମ୍ବରଣ କରିଛନ୍ତି। ଆଉ ଛାଡ଼ି ଯାଇଛନ୍ତି ଅନେକ ସ୍ମୃତି ସବୁ, ଯାହାକୁ ତାଙ୍କର ପ୍ରିୟଜନମାନଙ୍କ ହୃଦୟରେ ଚିରକାଳ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ଯଥେଷ୍ଟ ହୋଇପାରେ। ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ, ଏତିକି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।